नमस्कार बंधुगण बंधु माने सर्वप्रथमे आपण मान समस्त को इंग्राजी नववर्ष 2026 उपलक्षे हार्दिक शुभेच्छा एवं शुभ कामना। तो बंधु माने आपण मान समस्त को आज ज्योतिष कार्यक्रम को स्वागत। आज ज्योतिष कार्यक्रमटी मकर राशि व्यक्ति विशेष मानक पई बहुत गुरुत्वपूर्ण अच्छी, बहुत ही खास अच्छी। कारण कारण ଏହି ପବିତ୍ର ମକର ସଂକ୍ରାନ୍ତି ଠାରୁ ଆପଣ ମାନଙ୍କର ଜୀବନରେ ବହୁତ ଗୁଡ଼ିଏ ଖୁସି ଆସିବା ପାଇଁ ଯାଉଅଛି ଏବଂ ଅନେକ କ୍ଷେତ୍ରରେ ଆପଣଙ୍କୁ ସଫଳତା ପ୍ରାପ୍ତି ହେବା ପାଇଁ ଯାଉଅଛି। କାରଣ ଗ୍ରହମାନଙ୍କର ଗୋଚରରେ ଏକ ବଡ଼ ପରିବର୍ତ୍ତନ ହେବା ପାଇଁ ଯାଉଅଛି। ଏହି ପବିତ୍ର ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଆପଣଙ୍କର ଦ୍ୱାଦଶ ଭାବରୁ ବାହାରି ଆପଣଙ୍କର ଲଗ୍ନ ଭାବ ତଥା ପ୍ରଥମ ଭାବକୁ ପ୍ରବେଶ କରିବେ। ଏହାପରେ ବନ୍ଧୁମାନେ ମଙ୍ଗଳ ଏବଂ ବୁଧ ମଧ୍ୟ ଆପଣଙ୍କର ପ୍ରଥମ ଭାବକୁ ପ୍ରବେଶ କରିବେ, ଯାହା ଫଳରେ ଆପଣଙ୍କର ଜୀବନରେ ଚାଲୁଥିବା ଅନେକ ଗୁଡ଼ିଏ ସମସ୍ୟାର ସମ୍ପୂର୍ଣ୍ଣ ଭାବରେ ଅନ୍ତ ହେବା ପାଇଁ ଯାଉଅଛି। ଆପଣଙ୍କର ଜୀବନରେ ଅନେକ ଗୁଡ଼ିଏ ଖୁସି ଏବଂ ସଫଳତା ଆସିବା ପାଇଁ ଯାଉଛି। ତେବେ ବନ୍ଧୁମାନେ ଆପଣମାନଙ୍କୁ କେଉଁ ସବୁ କ୍ଷେତ୍ରରେ ସଫଳତା ମିଳିବା ପାଇଁ ଯାଉଅଛି ସେ ବିଷୟରେ ବିସ୍ତାର ଭାବରେ ଜାଣିବା ପାଇଁ ଭିଡ଼ିଓଟିକୁ ସ୍କିପ୍ ନକରି ଥରେ ମାତ୍ର ଶେଷ ପର୍ଯ୍ୟନ୍ତ ନିଶ୍ଚିନ୍ତ ଦେଖନ୍ତୁ ଏବଂ ଭିଡ଼ିଓଟିକୁ ଗୋଟେ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଆପଣମାନେ ଯଦି ସଚ୍ଚା ହୃଦୟରେ ଈଶ୍ୱରଙ୍କୁ ଭକ୍ତି କରୁଥାନ୍ତି, ବିଶ୍ୱାସ କରୁଥାନ୍ତି, ତେବେ ଭକ୍ତି ଏବଂ ଶ୍ରଦ୍ଧାର ସହିତ କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ, ଜୟ ଶ୍ରୀ ଶନିଦେବ ଅବଶ୍ୟ ଲେଖିଦିଅନ୍ତୁ। ତେବେ ବନ୍ଧୁମାନେ ଆସନ୍ତୁ ଆରମ୍ଭ କରିବା ଆଜିର ଏହି କାର୍ଯ୍ୟକ୍ରମଟିକୁ, ଯାହାକି ଆପଣଙ୍କର ଜନ୍ମ ରାଶି ଏବଂ ଚନ୍ଦ୍ର ରାଶି ଉପରେ ସମ୍ପୂର୍ଣ୍ଣ ଆଧାରିତ ଅଟେ। ତ ବନ୍ଧୁମାନେ ରାଶି ଚକ୍ରର 12 ଗୋଟି ରାଶି ମଧ୍ୟରୁ ଦଶମ ରାଶି ହେଉଛି ମକର ରାଶି। ତ ମକର ରାଶିର ରାଶ୍ୟାଧିପତି ହେଉଛନ୍ତି ଶନି। ଶନି ଆପଣଙ୍କର କୁଣ୍ଡଳୀର ତୃତୀୟ ଭାବରେ ଗୋଚର କରୁଛନ୍ତି। ତ ବନ୍ଧୁମାନେ କୁଣ୍ଡଳୀର ତୃତୀୟ ଭାବରେ ଶନିଙ୍କର ଗୋଚରକୁ ସର୍ବୋତ୍ତମ ବୋଲି ମାନାଯାଇଥାଏ। ତ ବନ୍ଧୁମାନେ ପୂର୍ବରୁ ଆପଣଙ୍କର କୁଣ୍ଡଳୀରେ 4ଟି ଗ୍ରହ ଦ୍ୱାଦଶ ଭାବରେ ଗୋଚର କରୁଥିଲେ। ତେବେ କୁଣ୍ଡଳୀରେ ଦ୍ୱାଦଶ ଭାବଟିକୁ ଏତେ ଭଲ ବୋଲି ବିଚାର କରାଯାଇନଥାଏ। ତେଣୁ ଏଠାରେ ଯେହେତୁ 4ଟି ଗ୍ରହ ଯିଏକି ବୁଧ, ସୂର୍ଯ୍ୟ, ମଙ୍ଗଳ ଏବଂ ଶୁକ୍ର ଆପଣଙ୍କୁ ଅଶୁଭ ଫଳ ପ୍ରଦାନ କରୁଥିଲେ, କିନ୍ତୁ ଆପଣଙ୍କୁ ଏହି ପବିତ୍ର ମକର ସଂକ୍ରାନ୍ତି ପରେ ଏହି 4ଟି ଗ୍ରହ ଆପଣଙ୍କୁ ଶୁଭ ଫଳ ପ୍ରଦାନ କରିବାକୁ ଯାଉଛନ୍ତି। କାରଣ ଏହି 4ଟି ଗ୍ରହ ଆପଣଙ୍କର ଲଗ୍ନ ଭାବରେ ତଥା ପ୍ରଥମ ଭାବରେ ଚଳନ କରିବେ। ତ ବନ୍ଧୁମାନେ ଆପଣଙ୍କର ପୂର୍ବରୁ ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଦେଉଥିଲା, କିନ୍ତୁ ଏହି ପବିତ୍ର ମକର ସଂକ୍ରାନ୍ତି ପରଠାରୁ ଆପଣ ଆପଣଙ୍କର ସ୍ୱାସ୍ଥ୍ୟରେ ସୁଧାର ଦେଖିବାକୁ ପାଇବେ। ଆପଣ ନିଜକୁ ସ୍ୱାସ୍ଥ୍ୟବାନ ଅନୁଭବ କରିବେ। ଆପଣଙ୍କର ଇମ୍ୟୁନିଟି ସିଷ୍ଟମ ଷ୍ଟ୍ରଙ୍ଗ ରହିବ। ପୂର୍ବରୁ ଆପଣଙ୍କର ଯାହା ବି ସ୍ୱାସ୍ଥ୍ୟଜନିତ ସମସ୍ୟା ଥିଲା ସେ ସବୁ ଦୂର ହୋଇଯିବ। ପୂର୍ବରୁ ଆପଣଙ୍କର ଆଲର୍ଜି, ଇନଫେକ୍ସନ୍ ଏହିସବୁ ସମସ୍ୟା ଦେଖାଦେଉଥିଲା। ଆପଣଙ୍କର ପେଟ ଜନିତ ସମସ୍ୟା ଦେଖାଦେଉଥିଲା। ଆପଣଙ୍କର ଇମ୍ୟୁନିଟି ସିଷ୍ଟମ ଡାଉନ୍ ରହୁଥିଲା, କିନ୍ତୁ ଏହି ପବିତ୍ର ମକର ସଂକ୍ରାନ୍ତି ପରେ ଆପଣ ଏସବୁଥିରେ ରିକଭରି ଦେଖିବାକୁ ପାଇବେ। ତ ବନ୍ଧୁମାନେ ବିଦ୍ୟାର୍ଥୀମାନଙ୍କ ପାଇଁ ମଧ୍ୟ ଏହି ପବିତ୍ର ମକର ସଂକ୍ରାନ୍ତି ପରର ସମୟ ବହୁତ ଭଲ ରହୁଅଛି। ତ ବନ୍ଧୁମାନେ ପୂର୍ବରୁ ଆପଣଙ୍କର ମନ ପାଠପଢ଼ାରେ ଲାଗୁନଥିଲା, ଆପଣଙ୍କର ପାଠପଢ଼ାରେ ଏକାଗ୍ରତା ରହୁନଥିଲା। ଆପଣ ଲକ୍ଷ୍ୟ କରିବେ ଏହି ପବିତ୍ର ମକର ସଂକ୍ରାନ୍ତି ପରେ ଆପଣ ଆପଣଙ୍କର ପାଠପଢ଼ାରେ ଆଗ୍ରହ ବଢ଼ିବ। ଆପଣଙ୍କର ମାଇଣ୍ଡ ସାର୍ପ ରହିବ। କାରଣ ଏହି ପବିତ୍ର ମକର ସଂକ୍ରାନ୍ତି ଠାରୁ ବୁଧ ଏବଂ ଶୁକ୍ର, ସୂର୍ଯ୍ୟ ଆପଣଙ୍କର ପ୍ରଥମ ଭାବରେ ଗୋଚର କରିବେ, ଯାହା ଫଳରେ ଆପଣଙ୍କ ମଧ୍ୟରେ କନଫିଡେନ୍ସ ଲେବୁଲ ବହୁତ ଭଲ ରହିବ। ଆପଣ ନିଜକୁ ଏନର୍ଜେଟିକ୍ ଫିଲ୍ କରିବେ। ଆପଣଙ୍କୁ ପାଠପଢ଼ାରେ ବହୁତ ଅଧିକ ସଫଳତା ପ୍ରାପ୍ତି ହେବ। ତ ବନ୍ଧୁମାନେ ଏହି ମକର ସଂକ୍ରାନ୍ତି ପରେ ଯଦି ଆପଣଙ୍କର କୌଣସି ଏକ୍ଜାମ ଅଛି, କମ୍ପିଟେଟିଭ୍ ଏକ୍ଜାମ ଅଛି, କିମ୍ବା ଗଭର୍ଣ୍ଣମେଣ୍ଟ ରିଲେଟେଡ଼ କୌଣସି ବି ପରୀକ୍ଷା ଅଛି କିମ୍ବା ପ୍ରତିଯୋଗିତାମୂଳକ ପରୀକ୍ଷା ରହିଛି, ତେବେ ସେଥିରେ ଆପଣ କୃତକାର୍ଯ୍ୟ ହେବେ।
ଆପଣଙ୍କୁ ଶୁଭ ଫଳ ପ୍ରାପ୍ତି ହେବ। ତେବେ ଏହି ମକର ସଂକ୍ରାନ୍ତି ପରେ ଆପଣ ଆପଣଙ୍କର ପାଠପଢ଼ା ରିଲେଟେଡ୍ କୌଣସି ବି ନିଷ୍ପତ୍ତି ନେବାକୁ ଚାହୁଁଛନ୍ତି ବା କିଛି ଷ୍ଟେପ୍ ନିଅନ୍ତି, ତେବେ ସେଥିରେ ଆପଣଙ୍କୁ ସଫଳତା ପ୍ରାପ୍ତି ହେବ। ଆପଣ ଏହି ସମୟରେ ଯଦି କିଛି ଫର୍ମ ଫିଲ୍ଅପ୍ କରିବାକୁ ଚାହୁଁଛନ୍ତି, ଆଡ଼ମିସନ୍ କରିବାକୁ ଚାହୁଁଛନ୍ତି, ତେବେ ଆପଣ ଏହି ପବିତ୍ର ମକର ସଂକ୍ରାନ୍ତି ପରର ସମୟ ଆପଣଙ୍କ ପାଇଁ ବହୁତ ଭଲ ରହିବ। ତେବେ ବନ୍ଧୁମାନେ, ଆପଣଙ୍କର ପ୍ରେମ ଜୀବନ କଥା ହେବା ଯଦି, ତେବେ ଏହି ପବିତ୍ର ମକର ସଂକ୍ରାନ୍ତି ପୂର୍ବରୁ ଆପଣଙ୍କର ପ୍ରେମ ଜୀବନରେ ବହୁତ ଗୁଡ଼ିଏ ଡିଷ୍ଟର୍ବାନ୍ସ ଥିଲା। ଛୋଟ ଛୋଟ କଥାକୁ ନେଇ ଆପଣଙ୍କ ମଧ୍ୟରେ କଳି ଝଗଡ଼ା ସୃଷ୍ଟି ହେଉଥିଲା। ମତାନ୍ତର ମନାନ୍ତର ଭଳି ସମସ୍ୟା ସୃଷ୍ଟି ହେଉଥିଲା। କାରଣ ବୁଧ ଏବଂ ଶୁକ୍ର ଆପଣଙ୍କର ଦ୍ୱାଦଶ ଭାବରେ ଚଳନ କରୁଥିଲେ, ଯାହାଫଳରେ ଆପଣଙ୍କ ମଧ୍ୟରେ ବୁଝାମଣା ଠିକ୍ ଠାକ୍ ରହିପାରୁନଥିଲା। ଆପଣଙ୍କ ମଧ୍ୟରେ ତାଳମେଳ ଠିକ୍ ରହୁନଥିଲା। କିନ୍ତୁ ଯେତେବେଳେ ବୁଧ ଏବଂ ଶୁକ୍ର ଆପଣଙ୍କର ପ୍ରଥମ ଭାବକୁ ଚାଲି ଆସିବେ, ଅର୍ଥାତ୍ ଏହି ପବିତ୍ର ମକର ସଂକ୍ରାନ୍ତି ପରେ ଆପଣଙ୍କ ମଧ୍ୟରେ ସବୁକିଛି ଠିକ୍ ଠାକ୍ ହୋଇଯିବ। ପୂର୍ବରୁ ଆପଣଙ୍କ ମଧ୍ୟରେ ଯାହା ବି କିଛି ଡିଷ୍ଟର୍ବାନ୍ସ ଥିଲା, ତାହା ସବୁ ସମାଧାନ ହୋଇଯିବ। ଆପଣଙ୍କ ମଧ୍ୟରେ ଭଲ ପାଇବା ବଢ଼ିବ। କନେକ୍ସନ୍ ଷ୍ଟ୍ରଙ୍ଗ ହେବ। ଆପଣଙ୍କର ପାର୍ଟନର ତାଙ୍କର ନିଜର ଭୁଲକୁ ସେ ସ୍ୱୀକାର କରିବେ ଏବଂ ବୁଝିପାରିବେ। ତ ବନ୍ଧୁମାନେ, ବୈବାହିକ ଜୀବନର କଥା ହେବା ଯଦି, ଆପଣଙ୍କର ପାର୍ଟନରଙ୍କର ଟିକେ ମୁଡ୍ ସୁଇଂ ହୋଇପାରେ। ଯେହେତୁ ଆପଣଙ୍କର ପ୍ରଥମ ଭାବରେ ବୁଧ, ଶୁକ୍ର, ସୂର୍ଯ୍ୟ ଏବଂ ମଙ୍ଗଳ ଗୋଚର କରୁଛନ୍ତି, ତେବେ ଏହି ଚାରୋଟି ଗ୍ରହଙ୍କର ଦୃଷ୍ଟି ଆପଣଙ୍କର ସପ୍ତମ ଭାବ ଉପରକୁ ରହିବ, ଯାହାଫଳରେ ଆପଣଙ୍କର ଜୀବନସାଥୀଙ୍କର ଟିକେ ମୁଡ୍ ସୁଇଂ ହୋଇପାରେ। ସୂର୍ଯ୍ୟଙ୍କ ଯୋଗୁଁ ତାଙ୍କ ମଧ୍ୟରେ ଆଗ୍ରେସନ୍ ଟିକେ ରହିବ। ମଙ୍ଗଳଙ୍କ ପାଇଁ ଟିକେ କ୍ରୋଧ ସ୍ୱଭାବ ରହିବ। ଶୁକ୍ରଙ୍କ ପାଇଁ ତାଙ୍କ ସ୍ୱଭାବ ଟିକେ ରୋମାଣ୍ଟିକ୍ ରହିବ ଏବଂ ବୁଧଙ୍କ ଯୋଗୁଁ ତାଙ୍କ ବାଣୀରେ ଟିକେ ଆଟ୍ରାକ୍ଟିଭନେସ୍ ରହିବ। ତ ଆପଣ ନିଜେ ମଧ୍ୟ ବୁଝିପାରିବେ ନାହିଁ ଆପଣଙ୍କର ଜୀବନସାଥୀଙ୍କର ମନରେ କ'ଣ ଚାଲିଛି। ତେବେ ଆପଣ ଯଦି ଏହି ସବୁଥିରେ ଟିକେ ଆଡ଼ଜଷ୍ଟ କରିନେବେ, ତାହେଲେ ବୈବାହିକ ଜୀବନ ଆପଣଙ୍କର ବହୁତ ଭଲ ରହିବ। କାରଣ ଆପଣଙ୍କ ମଧ୍ୟରେ ଟିକେ କ୍ରୋଧ ଏବଂ ଆଗ୍ରେସନ୍ ରହିବ। ଯେହେତୁ ଆପଣଙ୍କର ପ୍ରଥମ ଭାବରେ ସୂର୍ଯ୍ୟ ଏବଂ ମଙ୍ଗଳ ଗୋଚର କରିବେ, ତେଣୁ ତାଙ୍କର ପ୍ରଭାବରେ ଆପଣଙ୍କର ଜୀବନସାଥୀଙ୍କର ଯେଉଁ ସ୍ୱଭାବ ରହିବ, ଆପଣଙ୍କର ମଧ୍ୟ ସେହି ପ୍ରକାରର ସ୍ୱଭାବ ରହିବ। ତେବେ ଏହିସବୁ କଥା ପ୍ରତି ଆପଣ ଟିକେ ସତର୍କତା ଅବଲମ୍ବନ କରନ୍ତୁ। ତ ବନ୍ଧୁମାନେ, ଭାଗ୍ୟର କଥା ହେବା ଯଦି, ତେବେ ଆପଣଙ୍କର ପୂର୍ବରୁ ଆପଣଙ୍କର ଭାଗ୍ୟ ଭାବର ଅଧିପତି ବୁଧ ଆପଣଙ୍କର ଦ୍ୱାଦଶ ଭାବରେ ଗୋଚର କରୁଥିଲେ। ତେବେ ଆପଣଙ୍କର ଭାଗ୍ୟରେ ବାଧାବିଘ୍ନ ସୃଷ୍ଟି ହେଉଥିଲା। ଆପଣ ଯେଉଁ ବି କାର୍ଯ୍ୟ ଆରମ୍ଭ କରୁଥିଲେ, ସେଥିରେ ଆପଣଙ୍କୁ ସମସ୍ୟା ଦେଖାଦେଉଥିଲା, ବାଧାବିଘ୍ନ ଦେଖିବାକୁ ମିଳୁଥିଲା। କିନ୍ତୁ ଏହି ପବିତ୍ର ମକର ସଂକ୍ରାନ୍ତି ଠାରୁ ଯେତେବେଳେ ବୁଧ ଆପଣଙ୍କର ପ୍ରଥମ ଭାବରେ ପ୍ରବେଶ କରିବେ, ତେବେ ଆପଣଙ୍କର ଭାଗ୍ୟ ଷ୍ଟ୍ରଙ୍ଗ ହୋଇଯିବ। ଆପଣଙ୍କୁ ସମ୍ପୂର୍ଣ୍ଣ ଭାବରେ ଆପଣଙ୍କର ଭାଗ୍ୟର ସାଥ ମିଳିବ। ଆପଣ ଭାଗ୍ୟ ସମ୍ବନ୍ଧିତ ଯାହା ବି ନିର୍ଣ୍ଣୟ ନେବେ, ଆପଣଙ୍କୁ ସଫଳତା ପ୍ରାପ୍ତି ହେବ। ତେବେ ଏହି ପବିତ୍ର ମକର ସଂକ୍ରାନ୍ତି ପରେ ଆପଣ ଏକ ବଡ଼ ଡିସିସନ୍ ନେଇପାରନ୍ତି। ଆପଣ କୌଣସି ବଡ଼ କାର୍ଯ୍ୟର ଆରମ୍ଭ କରିପାରନ୍ତି। ଆପଣ କିଛି ବଡ଼ ଜିନିଷ କିଣାକିଣି କରିପାରନ୍ତି। ଆପଣ କିଛି ବଡ଼ ଇନଭେଷ୍ଟମେଣ୍ଟ କରିପାରନ୍ତି। କିମ୍ବା ପୂର୍ବରୁ ଯଦି ଆପଣ କୌଣସି ଇନଭେଷ୍ଟମେଣ୍ଟ କରିଥିଲେ, ତେବେ ଏହି ସମୟରେ ଆପଣଙ୍କୁ ବଡ଼ ଧନ ଲାଭ ହେବାର ଯୋଗ ବନୁଅଛି। ଆପଣ କୌଣସି ଭୂମି, ଜମି କିମ୍ବା ପ୍ରପର୍ଟି ଇତ୍ୟାଦି କିଣାକିଣି କରିପାରନ୍ତି। ଆପଣ ନୂତନ ଯାନବାହନ କିଣାକିଣି କରିପାରନ୍ତି। କିମ୍ବା ଆପଣ ନୂତନ ଗୃହ ଇତ୍ୟାଦି ନିର୍ମାଣ କରିପାରନ୍ତି। ଯେହେତୁ ବୁଧ ଆପଣଙ୍କର ପ୍ରଥମ ଭାବରେ ଗୋଚର କରିବେ, ତ ଏଠାରେ ସେ କେନ୍ଦ୍ର ତ୍ରିକୋଣ ରାଜଯୋଗର ନିର୍ମାଣ କରିବେ, ଯାହା ଆପଣଙ୍କର ଭାଗ୍ୟକୁ ଅଧିକ ମଜବୁତ ବନାଇବ। ତ କ୍ୟାରିୟରର କଥା ହେବା ଯଦି, ତେବେ କ୍ୟାରିୟରରେ ଆପଣଙ୍କୁ ବହୁତ କିଛି ଅପରଚୁନିଟି ମିଳିବା ପାଇଁ ଯାଉଛି। ଯେହେତୁ ଆପଣଙ୍କର କ୍ୟାରିୟର ଭାବର ଅଧିପତି ଶୁକ୍ର ଏବଂ ବୁଧ ଆପଣଙ୍କର ପ୍ରଥମ ଭାବରେ ଗୋଚର କରିବେ, ତେବେ ଆପଣଙ୍କର ଭାଗ୍ୟର ସାଥ ଆପଣଙ୍କୁ ପ୍ରାପ୍ତି ହେବ। ଆପଣ ଆପଣଙ୍କର ଭାଗ୍ୟ ବଳରେ ଆପଣଙ୍କ କ୍ୟାରିୟରରେ ବହୁତ ଅଧିକ ଗ୍ରୋ କରିବେ। ଆପଣଙ୍କୁ ଆପଣଙ୍କର କ୍ୟାରିୟରରେ ବହୁତ ବଡ଼ ଆଚିଭମେଣ୍ଟ ମିଳିପାରେ। କିଛି ବଡ଼ ଅପରଚୁନିଟି ମିଳିପାରେ। ଆପଣଙ୍କୁ ଆପଣଙ୍କର କାର୍ଯ୍ୟକ୍ଷେତ୍ରରେ ପ୍ରମୋସନ୍ ମିଳିପାରେ।
ତ ବନ୍ଧୁମାନେ, ଯଦି ଆପଣଙ୍କ ପାଖରେ କୌଣସି ଚାକିରି ନାହିଁ, ତେବେ ଏହି ମକର ସଂକ୍ରାନ୍ତି ପରେ ଆପଣଙ୍କୁ ଚାକିରି ପ୍ରାପ୍ତ ହେବାର ବହୁତ ଅଧିକ ସମ୍ଭାବନା ବନୁଅଛି। ତେଣୁ ଆପଣ ନିଜ ତରଫରୁ ଚେଷ୍ଟା ଜାରି ରଖନ୍ତୁ। ତ ବ୍ୟାପାର ବାଣିଜ୍ୟର କଥା ହେବା ଯଦି, ତେବେ ଏହି ବ୍ୟାପାର ବାଣିଜ୍ୟ ଏହି ପବିତ୍ର ମକର ସଂକ୍ରାନ୍ତି ପରେ ଆପଣଙ୍କ ପାଇଁ ବହୁତ ଭଲ ରହିବ। ଆପଣଙ୍କର ଫାଇନାନ୍ସିଆଲ ଗ୍ରୋଥ ହେବ। ଆପଣଙ୍କର ଡେଲି ଇନକମ୍ ବଢ଼ିବ। ଆପଣଙ୍କୁ ବିଜନେସ୍ରେ ଅଧିକ ପ୍ରଫିଟ୍ ମିଳିବ। ଆପଣଙ୍କର ଗ୍ରାହକ ବଢ଼ିବେ। ଆପଣ ଆପଣଙ୍କର ବ୍ୟାପାରକୁ ଆଗକୁ ବଢ଼ାଇବାକୁ ଚିନ୍ତା କରିବେ। ବ୍ୟାପାରକୁ ନେଇ ନୂଆ ନୂଆ ଆଇଡ଼ିଆ ମାନ ଆପଣଙ୍କ ମନକୁ ଆସିବ ଏବଂ ଯଦି ଆପଣ ଏହାକୁ କାର୍ଯ୍ୟକାରୀ କରୁଛନ୍ତି, ତେବେ ନିଶ୍ଚିନ୍ତ ଭାବରେ ଆପଣ ଲାଭାନ୍ୱିତ ହେବେ। ତ ବନ୍ଧୁମାନେ, ଆପଣ ଏବେ ଆସନ୍ତୁ ଜାଣିନେବା କିଛି ବିଶେଷ ଉପାୟ ବିଷୟରେ, ଯେଉଁ ଉପାୟ ଗୁଡ଼ିକ କରିବା ଦ୍ୱାରା ଆପଣଙ୍କର ଯେଉଁ ସବୁ ଅଶୁଭତ୍ୱ ରହୁଛି ସେଗୁଡ଼ିକ ଖଣ୍ଡନ ହୋଇ ଆପଣଙ୍କୁ ଶୁଭ ଫଳ ପ୍ରାପ୍ତି ହେବ ଏବଂ ଆପଣଙ୍କର ଭାଗ୍ୟରେ ଉନ୍ନତି ହେବ। ତେବେ ବନ୍ଧୁମାନେ, ସେଥିପାଇଁ ଆପଣ ଆପଣଙ୍କର ରାଶ୍ୟାଧିପତି ଶନିଙ୍କର ବୀଜ ମନ୍ତ୍ରର ଜପ 108 ଥର ଅବଶ୍ୟ ଜପ କରନ୍ତୁ ଏବଂ ପ୍ରତ୍ୟେକ ଦିନ ଆପଣ ହନୁମାନ ଚାଳିଶାର ପାଠ ଅବଶ୍ୟ ଜପ କରନ୍ତୁ। ଆପଣ ପ୍ରତ୍ୟେକ ଦିନ ବୁଦ୍ଧଙ୍କର ବୀଜ ମନ୍ତ୍ରର ଜପ 108 ଥର ଅବଶ୍ୟ କରନ୍ତୁ ଏବଂ ପ୍ରତ୍ୟେକ ଦିନ ଉଦିତ ସୂର୍ଯ୍ୟଙ୍କୁ ତମ୍ବା ପାତ୍ରରେ ଜଳାର୍ଘ୍ୟ ଅର୍ପଣ କରନ୍ତୁ। ତ ବନ୍ଧୁମାନେ, ନିଶ୍ଚିନ୍ତ ଭାବରେ ଆପଣଙ୍କୁ ଅଧିକ ଶୁଭ ଫଳ ପ୍ରାପ୍ତି ହେବ। ତ ବନ୍ଧୁମାନେ, ଆପଣଙ୍କର ଜୀବନ ମଙ୍ଗଳମୟ ହେଉ ଏବଂ ଏହି ନୂତନ ବର୍ଷଟି ଆପଣଙ୍କ ପାଇଁ ସୁକୁସୁମିତ ହେଉ। ଏହା ହିଁ ଈଶ୍ୱରଙ୍କ ନିକଟରେ ମୋର ଏତିକି ପ୍ରାର୍ଥନା। ଧନ୍ୟବାଦ।